ଯିଏ ମନର କଷ୍ଟକୁ କାହା ଆଗରେ ପ୍ରକାଶ କରିପାରେ ନାହିଁ ତାକୁ କ୍ରୋଧ ଅଧିକ ହିଁ ଆସିଥାଏ। ଯାହା ପାଖରେ ଆଶା ଥାଏ ସିଏ ଲକ୍ଷେ ଥର ହାରିଲେ ବି କେବେ ବି ହାରିପାରିବ ନାହିଁ। ପ୍ରତ୍ୟେକ ମଣିଷ ଭିତରେ ଏକ ଏମିତି ଶକ୍ତି ଲୁଚି ରହିଥାଏ, ଯେବେ ତାହା ଜାଗ୍ରତ ହୋଇଥାଏ ତେବେ ଚମତ୍କାର ହିଁ ହୋଇଥାଏ। ନିଜ ଶକ୍ତିକୁ ଚିହ୍ନନ୍ତୁ ଏବଂ ଏକ ଶାନ୍ତ ଆଉ ବିନମ୍ର ବ୍ୟକ୍ତି ସହିତ ନିଜର ତୁଳନା କରିକି ଦେଖନ୍ତୁ। ଆପଣଙ୍କୁ ଏହା ନିଶ୍ଚିନ୍ତ ଲାଗିବ ଆପଣଙ୍କ ଗର୍ବ ତ୍ୟାଗର ଯୋଗ୍ୟ ଅଟେ। ଦୁର୍ବଳ ବ୍ୟକ୍ତି ସହିତ ଶତ୍ରୁତା ଅଧିକ ଭୟଙ୍କର ହୋଇଥାଏ, କାହିଁକି ନା ଏମାନେ ସେହି ସମୟରେ ହିଁ ପ୍ରହାର କରିଥାନ୍ତି ଯେବେ ଆପଣ ତାହାର କଳ୍ପନା କରିନଥାନ୍ତି। ଯେବେ ଏ ଦୁନିଆ ଏହା କହିଥାଏ କି ହାର ମାନିନିଅ, ସେତେବେଳେ ଆଶା ଧୀରେ କିରି କହିଥାଏ ଆଉ ଥରେ ଚେଷ୍ଟା କର। ଜୀବନର ଅଧା ଅଭିଯୋଗ ଏମିତି ହିଁ ଠିକ୍ ହୋଇଯିବ ଯଦି ଲୋକ ଜଣେ ଅନ୍ୟ ଜଣଙ୍କ ବିରୋଧରେ କହିବା ବଦଳରେ ଜଣେ ଅନ୍ୟ ଜଣଙ୍କ ଠାରୁ କହିବା ଶିଖିବେ। ଯେବେ ଜୀବନ ହସାଉଛି ତେବେ ଏହା ବୁଝିଯାଅ କି ଭଲ କର୍ମର ଫଳ ମିଳୁଛି, ଆଉ ଯେବେ ଜୀବନ କନ୍ଦାଉଛି ତ ଏହି କଥା ବୁଝିଯାଅ କି ଏବେ ଭଲ କର୍ମ କରିବାର ସମୟ ଆସିଛି। ଆପଣଙ୍କ ପ୍ରକୃତ ମୁକାବିଲା କେବଳ ଆପଣଙ୍କ ସହିତ। ଯଦି ଆଜି ଆପଣ ନିଜକୁ ଅତୀତ ଠାରୁ ଅଧିକ ଭଲ ଥିବାର ପାଉଛନ୍ତି, ଏହା ହିଁ ଆପଣଙ୍କ ବଡ଼ ବିଜୟ ଅଟେ। ଭୁଲ ହେବା ମଣିଷର ସ୍ୱଭାବ ଅଟେ, କିନ୍ତୁ ଭୁଲକୁ ସ୍ୱୀକାର କରିନେବା ଆଉ ସେପରି ଭୁଲ ନ କରିବାକୁ ଚେଷ୍ଟା କରିବା ସାହସୀ ହେବାର ପ୍ରତୀକ ଅଟେ। ଯଦି ଆପଣ ପ୍ରୟାସ କରିବା ପରେ ବି ଅସଫଳ ହୋଇଯାଉଛନ୍ତି, ତେବେ ଆପଣ ସେହି ବ୍ୟକ୍ତିଠାରୁ ଅଧିକ ମହାନ ଅଟନ୍ତି, ଯିଏ ବିନା ପ୍ରୟାସରେ ସଫଳତାକୁ ହାସିଲ କରିଛି। ଯେବେ କୌଣସି ବ୍ୟକ୍ତି ତୁମ ପାଖକୁ କିଛି ମାଗିବା ପାଇଁ ଆସେ, ତେବେ ପରମାତ୍ମାଙ୍କୁ ଧନ୍ୟବାଦ ଦିଅ ତୁମକୁ ଦେବା ଲୋକଙ୍କ ଭିତରେ ରଖିଛନ୍ତି, ନହେଲେ ସିଏ ତ ସମସ୍ତଙ୍କ ପାଇଁ ଏକା ହିଁ ଯଥେଷ୍ଟ। ସଫଳ ବ୍ୟକ୍ତି ନିଜ ଚେହେରାରେ ଦୁଇଟି ଜିନିଷ ରଖିଥାନ୍ତି। ପ୍ରଥମ ହେଲା ହସ, ଯାହା ସମସ୍ୟାର ସମାଧାନ ପାଇଁ, ଆଉ ଦ୍ୱିତୀୟ ହେଲା ନୀରବତା, ସମସ୍ୟାଠାରୁ ଦୂରେଇ ରହିବା ପାଇଁ। କୌଣସି ମଣିଷର ବର୍ତ୍ତମାନ ସ୍ଥିତି ଦେଖିକି ତାର ଭବିଷ୍ୟତକୁ ନେଇ ପରିହାସ କର ନାହିଁ, କାହିଁକି ନା ସମୟ ପାଖରେ ଏତେ ଶକ୍ତି ଅଛି ଯେ ସେ କୋଇଲାକୁ ବି ହୀରାରେ ପରିଣତ କରିଦିଏ। ଜୀବନର ସବୁଠୁ ବଡ଼ ଅପରାଧ ହେଉଛି କାହା ଆଖିରେ ଲୁହ ଦେବା, ଆଉ ଜୀବନର ସବୁଠୁ ବଡ଼ ଉପଲବ୍ଧି ହେଉଛି କାହା ମୁହଁରେ ହସ ଦେବା। ଈଶ୍ୱରଙ୍କୁ ଯଦି କିଛି ମାଗିଲ ଆଉ ଯଦି ତାହା ନ ମିଳିଲା, ତେବେ ମନ ଦୁଃଖ କର ନାହିଁ, କାହିଁକି ନା ଈଶ୍ୱର ଆମକୁ ତାହା ଦେଇନଥାନ୍ତି ଯାହା ଆମକୁ ଭଲ ଲାଗିଥାଏ, ବରଂ ଈଶ୍ୱର ଆମକୁ ତାହା ଦେଇଥାନ୍ତି ଯାହା ଆମ ପାଇଁ ଭଲ ହୋଇଥାଏ। ସମସ୍ୟା ବିଷୟରେ ଚିନ୍ତା କଲେ ବାହାନା ହିଁ ମିଳିଥାଏ, କିନ୍ତୁ ସମାଧାନ ବିଷୟରେ ଚିନ୍ତା କଲେ ରାସ୍ତା ମିଳିଥାଏ। ଏହି ଦୁଇଟି କଥା ମଣିଷକୁ ନିଜ ଲୋକଙ୍କ ଠାରୁ ଦୂରେଇ ଦେଇଥାଏ। ଗୋଟିଏ ହେଲା ଅହଙ୍କାର ଏବଂ ଅନ୍ୟଟି ସନ୍ଦେହ। ଅହଙ୍କାର ଦେଖି କୌଣସି ସମ୍ପର୍କକୁ ଭାଙ୍ଗି ଦେବାଠାରୁ ଭଲ କ୍ଷମା ମାଗିକି ସେହି ସମ୍ପର୍କକୁ ବଞ୍ଚେଇ ରଖିବା। ଛୋଟ ଛୋଟ କଥାରେ ହିଁ ଖୁସି ଖୋଜିବା ଦରକାର, କାହିଁକି ନା ବଡ଼ ବଡ଼ କଥାରେ ତ ଜୀବନରେ କିଛି ହିଁ ନଥାଏ। ଛୋଟ ଛୋଟ ଖୁସିକୁ ମନ ଭରି ଉପଭୋଗ କରିବା ଉଚିତ। ଏହାଦ୍ୱାରା ଜୀବନ ଆନନ୍ଦରେ କଟିଥାଏ। ଖୁସି ରହିବାକୁ ଚାହୁଁଛ ତ ଅଧିକ ଧ୍ୟାନ ସେହି ଜିନିଷ ଉପରେ ଦିଅ ଯାହା ଆପଣଙ୍କ ପାଖରେ ଅଛି, ତାହା ଉପରେ ନୁହେଁ ଯାହା ଆପଣଙ୍କ ପାଖରେ ନାହିଁ। ତୁମେ ଦୁନିଆରେ ସମସ୍ତଙ୍କ ଠାରୁ ଜିତିପାରିବ, କେବଳ ସେହି ମଣିଷ ଠାରୁ ନୁହେଁ ଯିଏ ତୁମକୁ ଜିତାଇବା ପାଇଁ ଜାଣି ଜାଣି ହାରିଥାଏ। ଗୋଟିଏ ମିନିଟରେ ଜୀବନ କେବେ ବଦଳି ନଥାଏ, କିନ୍ତୁ ଗୋଟିଏ ମିନିଟରେ ନିଆଯାଇଥିବା ନିଷ୍ପତ୍ତି ସାରା ଜୀବନକୁ ବଦଳାଇ ଦେଇଥାଏ। ଜୀବନକୁ ନେଇ ଅଭିଯୋଗ ଯେତେ କମ୍ ରହିବ, ଆମ ଜୀବନ ସେତେ ଅଧିକ ସୁନ୍ଦର ହେବାକୁ ଲାଗିବ। ଭଲ ମଣିଷ କେବଳ ନିଜ କର୍ମରୁ ହିଁ ପରିଚିତ ହୋଇଥାନ୍ତି, କାହିଁକି ନା ଭଲ କଥା ତ ଖରାପ ଲୋକ ବି କହିଦେଇଥାନ୍ତି। ଯେଉଁ ସମୟରେ ଆମେ କାହାର ଅପମାନ କରିଥାନ୍ତି, ସେହି ସମୟରେ ଆମେ ନିଜର ସମ୍ମାନ ହରାଇ ବସିଥାନ୍ତି। ଯଦି କୌଣସି ଭୁଲ ଯୋଗୁଁ କାଲିର ଦିନ ଖରାପରେ ବିତିଥାଏ, ତେବେ ତାକୁ ମନେ ପକାଇ ଆଜିର ଦିନଟିକୁ ବ୍ୟର୍ଥ କର ନାହିଁ। ଯେବେ ସମ୍ପର୍କରେ ମିଛ କହିବା ଆବଶ୍ୟକ ହୋଇଯାଏ, ତେବେ ଏହି କଥା ବୁଝିଯାଅ କି ସମ୍ପର୍କ ଶେଷ ହେବାକୁ ଯାଉଛି। ଜୀବନରେ ଭଲ ମଣିଷକୁ ଖୋଜ ନାହିଁ, ବରଂ ନିଜେ ଜଣେ ଭଲ ମଣିଷ ହୋଇଯାଅ। କିଏ ଜାଣେ ଆପଣଙ୍କୁ ପାଇକି କାହାର ଖୋଜିବା ଶେଷ ହୋଇଯିବ। ଯିଏ ଶକ୍ତି ନଥାଇ ବି ମନରୁ ହାରି ନଥାଏ,
ତାକୁ ଦୁନିଆର କୌଣସି ଶକ୍ତି ହରାଇ ପାରେ ନାହିଁ। ବିତି ଯାଇଥିବା କାଲିର ଅନୁତାପ ଆଉ ଆସୁଥିବା ଭବିଷ୍ୟତର ଚିନ୍ତା, ଏଇ ଦୁଇଟି ଏମିତି ଚୋର ଅଟନ୍ତି ଯିଏ ଆମ ଜୀବନର ସୁନ୍ଦରତାକୁ ଚୋରେଇ ନେଇଥାନ୍ତି। ଯିଏ ଆପଣଙ୍କୁ ଦେଖି ଈର୍ଷା କରୁଛନ୍ତି ତାଙ୍କୁ କେବେ ଘୃଣା କର ନାହିଁ, କାହିଁକି ନା ଏମାନେ ହେଲେ ସେହି ଲୋକ ଯିଏ ଏହା ବୁଝି ଯାଇଛନ୍ତି କି ଆପଣ ତାଙ୍କଠାରୁ ଉଚ୍ଚରେ ଅଛନ୍ତି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।